ଖରା ସରି ଆସିଲାଣି, ବର୍ଷା ଆରମ୍ଭ ହୋଇଗଲାଣି। ଏମିତି ପାଗରେ ଏଇଭଳି ଗରମା ଗରମ ଯଦି ବ୍ରେଡ୍ ପକୋଡ଼ା ମିଳିଯିବ, କଥା ହିଁ ଅଲଗା। ବାହାରୁ କ୍ରିସ୍ପି, ଭିତରୁ ନରମ, ତା ସହିତ ଆଳୁ ମସଲାର ଚଟପଟା ସ୍ୱାଦ ଆପଣଙ୍କୁ ଭାରି ବଢ଼ିଆ ଲାଗିବ। ଏତେ ସୁଆଦିଆ ଲାଗିବ କି ଜଳଖିଆ ଦୋକାନରେ ମିଳୁଥିବା ବ୍ରେଡ୍ ପକୋଡ଼ା ମଧ୍ୟ ଆପଣଙ୍କୁ ଫିକା ଫିକା ଲାଗିବ। ସନ୍ଧ୍ୟା ସମୟରେ ଚା ସହିତ ବା ଯଦି ଏମିତି ଆପଣଙ୍କୁ କିଛି ଚଟପଟା ସ୍ନାକ୍ସ ଖାଇବା ପାଇଁ ଇଚ୍ଛା ହୁଏ, ଏହି ରେସିପିକୁ ଟ୍ରାଏ କରିପାରିବେ। ବହୁତ ବଢ଼ିଆ ଲାଗିବ। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଚଟପଟା ଆଳୁ ମସଲା ବନେଇବା। ସେଥିପାଇଁ କଡ଼େଇରେ 2-3 ଚାମଚ ତେଲ ଦେବା। ତେଲ ଗରମ ହୋଇଗଲା ପରେ 1 ଚାମଚ ଦେବା ଜିରା। ଜିରା ଫୁଟି ଆସିଲେ ଏଥିରେ ଆମେ 1 ବଡ଼ ଚାମଚ ଛେଚା ଅଦା ଦେବା ବା ଆପଣମାନେ ଅଦାକୁ କୋରିକି ଦେଇପାରିବେ। ଏହା ସହିତ 1 ବଡ଼ ଚାମଚ କଟା କଞ୍ଚା ଲଙ୍କା ପକାଇବା। ରାଗ କେତେ ଖାଇବେ ସେଇ ହିସାବରେ। ଆଉ 2-3 ପିଞ୍ଚ ଆମେ ହେଙ୍ଗୁ ପକାଇବା। ଆଉ 1 ବଡ଼ ଚାମଚ ପକାଇବା କସୁରୀ ମେଥି। ଫ୍ଲେଭର ବଢ଼ିଆ ଆସିବ, ଯେହେତୁ ମୁଁ ଏଠି ବିନା ପିଆଜ ରସୁଣରେ ବନାଉଛି। ଏବେ ଆମେ ଏସବୁକୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ କିଛି ସେକେଣ୍ଡ ପାଇଁ ଭାଜି ନେବା। ଏଥିରୁ ବଢ଼ିଆ ବାସ୍ନା ଆସିଗଲେ ଫ୍ଲେମ୍କୁ ସ୍ଲୋ କରିଦେବା। ଆଉ ଦେବା ଆମେ 1 ବଡ଼ ଚାମଚ ଧନିଆ ଗୁଣ୍ଡ ଆଉ 1 ଛୋଟ ଚାମଚ ପକାଇବା ଜିରା ଗୁଣ୍ଡ। 1 ଛୋଟ ଚାମଚ କାଶ୍ମୀର ରେଡ୍ ଚିଲି ଦେବା। 1 ଛୋଟ ଚାମଚ ଦେବା ଗରମ ମସଲା। ଅଧା ଛୋଟ ଚାମଚ ଦେବା ହଳଦୀ ଗୁଣ୍ଡ। ଏସବୁକୁ ପୋଡ଼ିବେନି, ଲୋ ଫ୍ଲେମ୍ରେ କିଛି ସେକେଣ୍ଡ ଆମେ ଭାଜି ନେବା। ଆପଣ ଚାହିଁଲେ କଟା ପିଆଜ ଦେଇପାରିବେ, ରସୁଣ ଛେଚା ମଧ୍ୟ ଦେଇପାରିବେ। ଏସବୁ ଟିକେ ଭାଜି ହେଇଗଲା ପରେ ଏଥିରେ ମୁଁ ସିଝେଇକି ଚକଟି ରଖିଥିବା ଆଳୁକୁ ଦେଉଛି। ଏଇଠି ମୁଁ ପାଖାପାଖି 350 ଗ୍ରାମର ଆଳୁକୁ ସିଝେଇଲା ପରେ ଚୋପା ବାହାର କରିକି ଚକଟିକି ଏଥିରେ ଦେଇଛି। ଆଳୁକୁ ଭଲ ଭାବରେ ମସଲା ସହିତ ମିକ୍ସ କରି ନେବା। ଏବେ ଆମେ ଏଥିରେ ବାକି ସବୁ ଜିନିଷ ପକାଇବା। ସ୍ୱାଦ ଅନୁଯାୟୀ ଦେଇଦେବା ଲୁଣ। ଚଟପଟା ଟେଷ୍ଟ ଆଣିବା ପାଇଁ 1 ଛୋଟ ଚାମଚ ପକାଇବା କଳା ଲୁଣ ଆଉ 1 ଛୋଟ ଚାମଚ ଦେବା ଚାଟ୍ ମସଲା। ଆପଣମାନେ ଆମଚୁର ପାଉଡର ମଧ୍ୟ ପକାଇ ପାରିବେ ଟିକେ ଖଟାପନ ପାଇଁ। ଆଉ ଗୋଲମରିଚ ଗୁଣ୍ଡ ଏଠି ଅଧା ଛୋଟ ଚାମଚ ଦେଇଛି। ଆଉ କଟା ଧନିଆ ପତ୍ର କିଛି ପକାଇବା। ସବୁକୁ ଗୋଳେଇକି ଆଉ 1ରୁ 1.5 ମିନିଟ୍ ପାଇଁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ଭାଜି ନେବା। ଲୁଣ ଆପଣମାନେ ଦେଖିକି ପକାଇବେ, କାହିଁକିନା ଆମେ କଳା ଲୁଣ ଦେଉଛେ, ଚାଟ୍ ମସଲା ଦେଉଛେ, ସେଥିରେ ମଧ୍ୟ ଲୁଣ ଅଛି। ଏଥିରେ ଆପଣମାନେ ଏକ୍ସଟ୍ରା ପାଣି ପକାଇବେନି। ଏଇ ଯେଉଁ ଆଳୁ ମସଲାଟା ଏମିତି ଶୁଖିଲା ହିଁ ରହିବ। ତ ଆଳୁ ମସଲା ଏଠି ରେଡ଼ି ହେଇଗଲା। ଆକୁ ଆମେ ବାହାରକୁ ବାହାର କରିନେବା। ଗୋଟେ ପ୍ଲେଟ୍କୁ ବାହାର କରିକି ଥଣ୍ଡା କରିବା। ଏପଟେ ଆଉ ଗୋଟେ ଜାଗା ମୁଁ ନେଇଛି। ଆଉ ମେଜରିଂ କପ୍ରେ ମାପିକି 1.5 କପ୍ ଦେବି ବେସନ, ଯାହାକି ପାଖାପାଖି 180 ଗ୍ରାମର ଅଛି। ଆଉ ସେଇ ସମାନ ମେଜରିଂ କପ୍ରେ ମାପିକି ଅଧା କପ୍ ଦେବି ଚାଉଳ ଚୁନା, ଯାହାକି 60 ଗ୍ରାମର ଅଛି। 3 ଭାଗ ବେସନ ହେଲେ 1 ଭାଗ ଦେବେ ଚାଉଳ ଚୁନା। ଚାଉଳ ଚୁନା ଦେଲେ ଆମର ଏଇ ଯେଉଁ ପକୋଡ଼ାଟା ଟିକେ କ୍ରିସ୍ପି ବନିବ। 1 ଚାମଚ ଜୁଆଣି ଦେଇଛି। ତା ସହିତ ସ୍ୱାଦ ଅନୁଯାୟୀ ଆମେ ପକାଇବା ଲୁଣ। ଆଉ ଅଧା ଛୋଟ ଚାମଚ ପକାଇବା ହଳଦୀ ଗୁଣ୍ଡ। 1 ଛୋଟ ଚାମଚ ପକାଇବା ଲଙ୍କା ଗୁଣ୍ଡ। ଚାଉଳ ଚୁନା ବଦଳରେ ଆପଣମାନେ ଆରାରୁଟ୍ ପାଉଡର ନେଇପାରିବେ, କର୍ଣ୍ଣଫ୍ଲୋର ବି ନେଇପାରିବେ। ଏବେ ଆମେ ଏଥିରେ 2 ଚାମଚ ଧଳା ରାଶି ଦେଇଦେବା। ଶୁଖିଲାରେ ପ୍ରଥମେ ସବୁକୁ ଗୋଳି ସାରିଲା ପରେ ଏଇଥିରେ ଆମେ ପାଣି ଦେବା। 1 କପ୍ ପାଣି ପ୍ରଥମେ ନେଇଛି। ଆଉ ଅଳ୍ପ ଅଳ୍ପ ଦେଇକି ଆମେ ଗୋଟେ ବ୍ୟାଟର ପ୍ରସ୍ତୁତ କରିବା। 1 କପ୍ ପାଣି ପୁରା ଦେଇ ସାରିଲା ପରେ ଶୁଖିଲା ଲାଗୁଛି, ପୁଣି ଆଉ 1 କପ୍ ପାଣି ଏଠି ମୁଁ ନେଇଛି। ତାକୁ ମଧ୍ୟ ଅଳ୍ପ ଅଳ୍ପ ଦେଇକି ଆମେ ଗୋଳେଇ ନେବା। ତ ଟୋଟାଲ କେତେ ପାଣି ଲାଗିଲା ମୁଁ ଆପଣଙ୍କୁ ଲାଷ୍ଟରେ କହିବି। এই যে ব্যাଟরটা ଆମେ ତିଆରି କରିବା, ଅତି ମୋଟା ହେବନି ବା ଅତି ପତଳା ହେବନି, ମିଡ଼ିୟମ୍ ରଖିବେ। ଗୋଳି ସାରିଲା ପରେ 1 ଚାମଚ ଏଥିରେ ଆମେ ଗୋଟା ଜିରା ପକାଇବା। ଆଉ 1 ପିଞ୍ଚ ପକାଇବା ଖାଇବା ସୋଡ଼ା। ଆଠୁ ଅଧିକା ପକାଇବେନି, ନହେଲେ ପକୋଡ଼ା ତେଲ ପିଇଯିବ। 1 ପିଞ୍ଚ ସୋଡ଼ା ପକାଇଲେ ଆମର ପକୋଡ଼ାଟା କ'ଣ ହେବ ନା ଫୁଲା ଫୁଲା ବନିବ, ହାଲୁକା ବନିବ, ଖାଇବାକୁ ଭଲ ଲାଗିବ। ସୋଡ଼ାକୁ ଦେଇକି ଭଲ ଭାବରେ ଗୋଳେଇ ନେବେ। ଆଉ ଏଇଠି ମୁଁ ଆପଣଙ୍କୁ ଫାଇନାଲ କନସିଷ୍ଟେନ୍ସି ଦେଖେଇ ନେଉଛି। ବ୍ୟାଟର ଫ୍ଲୋଇଂ କନସିଷ୍ଟେନ୍ସିରେ ଅଛି, ପାଣିଆ ବିଲକୁଲ କରିବେନି, ନହେଲେ ବ୍ରେଡ୍ ଉପରେ ଆଣଟା ଭଲ ଭାବରେ କୋଟ୍ ହେଇପାରିବନି। ଅଧିକ ମୋଟା ଯଦି ବ୍ୟାଟର ହେଇଯିବ ତାହେଲେ ପକୋଡ଼ା ଖାଇବାକୁ ଭଲ ଲାଗିବନି। ତ ଏଠି ଦେଖନ୍ତୁ 2 କପ୍ ପାଣି ମୁଁ ନେଇଥିଲି, ସେଥିରୁ 1/4 କପ୍ ପାଣି ବଚିଯାଇଛି। ଏବେ ଆମେ ଚାଲନ୍ତୁ ନେକ୍ସଟ ଷ୍ଟେପ୍କୁ ଯିବା। ଏଠି ମୁଁ 6 ପିସ୍ ନେଇଛି ହ୍ୱାଇଟ୍ ବ୍ରେଡ୍। ଆପଣମାନେ ଚାହିଁଲେ ବ୍ରାଉନ୍ ବ୍ରେଡ୍ ନେଇପାରିବେ, ମଲ୍ଟିଗ୍ରେନ୍ ବ୍ରେଡ୍ ମଧ୍ୟ ନେଇପାରିବେ। ପ୍ରଥମେ 1 ବ୍ରେଡ୍ ସ୍ଲାଇସ୍ ଉପରେ ଆମେ ଟମାଟୋ କେଚପ୍କୁ ସ୍ପ୍ରେଡ୍ କରିନେବା ଏଇଭଳି ଭାବରେ। ଆପଣମାନେ ଚାହିଁଲେ ପ୍ଲେନ୍ ବନେଇ ପାରିବେ, କିନ୍ତୁ ଟିକେ କେଚପ୍ ଲଗାଇଦେଲେ ଛୁଆମାନଙ୍କୁ ପସନ୍ଦ ଆସିବ। ଏବେ ଆମେ ବନେଇଥିବା ଆଳୁ ମସଲାକୁ ଏଇଭଳି ଭାବରେ ସ୍ପ୍ରେଡ୍ କରିନେବା ଆମର ବ୍ରେଡ୍ ଉପରେ। ଆଳୁ ମସଲାକୁ ଟିକେ ଅଧିକା କରିକି ସ୍ପ୍ରେଡ୍ କରିବେ, ଯେଉଁଥିପାଇଁ କି ପକୋଡ଼ା ଖାଇବାକୁ ଭାରି ସୁଆଦିଆ ଲାଗିବ। ତ ଆଳୁ ମସଲାକୁ ଦେଇସାରିଲା ପରେ ଆଉ ଗୋଟିଏ ପଟ ବ୍ରେଡ୍ ସ୍ଲାଇସ୍ରେ ଆମେ ଚିଲି ସସ୍ ଲଗାଇ ନେବା। ଆପଣମାନେ ଗ୍ରୀନ୍ ଚିଲି ସସ୍ ଲଗାଇ ପାରିବେ, ଏଇଠି ମୁଁ ରେଡ୍ ଚିଲି ସସ୍ ଲଗାଇ ନେଉଛି। ଏବେ ଆମେ ଚିଲି ସସ୍ ଲଗାଇଥିବା ବ୍ରେଡ୍ ସ୍ଲାଇସ୍କୁ ଆଳୁ ମସଲା ଉପରେ ଦେଇକି କଭର କରିନେବା। ବ୍ରେଡ୍ ପକୋଡ଼ାକୁ ଆପଣମାନେ ନିଜ ହିସାବରେ ବା ନିଜ ପସନ୍ଦର ସାଇଜ୍ରେ କାଟିପାରିବେ। ପ୍ରଥମେ ଏଇଭଳି ମୁଁ ଟ୍ରାୟାଙ୍ଗଲ୍ ସେପ୍ରେ କାଟି ନେଉଛି।
ଏଇଭଳି କାଟି ସାରିଲା ପରେ ଆପଣମାନେ ଏମିତି ପକୋଡ଼ାକୁ ବନେଇ ପାରିବେ। କିନ୍ତୁ ବହୁତ ବଡ଼ ହୋଇଯିବ ପକୋଡ଼ା ଏମିତି ଛାଣିଲେ। ମୁଁ କ'ଣ କରୁଛି, ଏଇ ଟ୍ରାୟାଙ୍ଗଲ୍ ପିସ୍‌କୁ 2 ଖଣ୍ଡରେ କାଟି ନେଉଛି ପୁଣି ଥରେ। ଦେଖନ୍ତୁ ଏଇଭଳି ଭାବରେ। ଏଇଭଳି ଛୋଟ ଛୋଟ ଖଣ୍ଡରେ ଯଦି ଆପଣମାନେ କାଟିକି ବ୍ରେଡ୍ ପକୋଡ଼ା ବନଉଛନ୍ତି, ତାହେଲେ ବ୍ରେଡ୍ ପକୋଡ଼ା ଗୁଡ଼ାକ ଅତି ବଡ଼ ହବନି। ପକୋଡ଼ା ଗୁଡ଼ାକ ଦେଖିବାକୁ ଭଲ ଲାଗିବ ଆଉ ଆପଣମାନଙ୍କୁ ଖାଇବାକୁ ମଧ୍ୟ ଭଲ ଲାଗିବ। ମାନେ 2ଟି ବ୍ରେଡ୍ ସ୍ଲାଇସ୍‌ରେ ଆପଣଙ୍କର 4ଟା ବ୍ରେଡ୍ ପକୋଡ଼ା ତିଆରି ହେଇଯିବ। ତ ଏଇଭଳି ଭାବରେ ଏଠି ମୁଁ ସବୁଗୁଡ଼ାକୁ କାଟି ନେଇଛି। ଧ୍ୟାନ ରଖିବେ ଆଳୁ ପୁର ଟିକେ ଅଧିକା କରିକି ଦେବେ, ପକୋଡ଼ା ଭଲ ଲାଗିବ। ଏବେ କ'ଣ କରିବା, ତେଲକୁ ଗରମ କରିବା। ମିଡ଼ିୟମ୍ ହାଇ ଫ୍ଲେମ୍‌ରେ ତେଲକୁ ଗରମ କରିବା। ଏବେ ଆମେ ପକୋଡ଼ା ସବୁକୁ ଫ୍ରାଏ କରିବା। ସେଥିପାଇଁ ଆମେ ବେସନରେ ଏଇଭଳି ଭାବରେ ଯୋଉପଟେ ଆଳୁ ପୁରଟା ଅଛି ସେଇ ପଟକୁ ପ୍ରଥମେ ବେସନରେ ବୁଡ଼େଇକି ତାପରେ ଟୋଟାଲଟାକୁ ଏଇଭଳି ଆମେ ବେସନ ଘୋଳରେ କୋଟ୍ କରିନେବା ଆଉ ତେଲରେ ପକେଇବା। ଆପଣ ଚାହିଁଲେ ହାତରେ ଏହାକୁ ତିଆରି ନ କରିକି ଏମିତି ଚାମଚରେ ବେସନର ବ୍ୟାଟରକୁ ପକୋଡ଼ା ଉପରେ ଭଲ ଭାବରେ କୋଟ୍ କରିନେବେ ଆଉ ଫ୍ରାଏ କରିବେ। ଯାହା ଆପଣଙ୍କୁ ସୁବିଧା ଲାଗିବ ସେମିତି କରିବେ। ଅତି ଥଣ୍ଡା ତେଲରେ ପକୋଡ଼ାକୁ ପକେଇବେନି, ନହେଲେ ପକୋଡ଼ା ଗୁଡ଼ାକ ତେଲକୁ ବହୁତ ସୋକ୍ କରିବ। ଆଉ ଅତି ଧୂଆଁ ବାହାରିଲା ଭଳି ଗରମ ତେଲରେ ମଧ୍ୟ ପକୋଡ଼ାକୁ ପକେଇବେନି, ନହେଲେ ଉପରଟା କଲର୍ ହେଇଯିବ। ଯେହେତୁ ବ୍ରେଡ୍ ଅଛି ଭିତରଟା ଭଲ ଭାବରେ ସିଝି ପାରିବନି। ଗୋଟେ ଥରରେ ବହୁତ ଗୁଡ଼ାଏ ପକୋଡ଼ା ପକେଇକି ଫ୍ରାଏ କରନ୍ତୁନି, ଯେତିକି କଡ଼େଇରେ ଧରୁଛି ସେତିକି ପକାନ୍ତୁ। ପକୋଡ଼ା ସବୁକୁ ତେଲରେ ପକେଇକି ଫ୍ଲେମ୍‌କୁ ମିଡ଼ିୟମ୍ ଟୁ ହାଇ ରଖିବେ ଆଉ ପକୋଡ଼ାକୁ ଗୋଟେ ସାଇଡ଼ରୁ ଫ୍ରାଏ ହେବାକୁ ଦେବେ। ସାଙ୍ଗେ ସାଙ୍ଗେ ଜାଲି ଲଗେଇବେନି। ଗୋଟେ ସାଇଡ଼ରୁ ଟିକେ ଫ୍ରାଏ ହେଇଗଲା ପରେ ଆପଣମାନେ ତାକୁ ଓଲଟେଇ ନେବେ। ଫ୍ଲେମ୍‌କୁ ପୁରା ହାଇ କରିଦେବେନି, ମିଡ଼ିୟମ୍ ଟୁ ହାଇରେ ରଖିବେ ଆଉ ପକୋଡ଼ାକୁ ଫ୍ରାଏ କରିବେ। ପକୋଡ଼ା ଉପରେ ଭଲ କଲର୍ ଆସିଲା ପର୍ଯ୍ୟନ୍ତ ବା ପକୋଡ଼ାଟା ଉପରୁ ଏକଦମ କ୍ରିସ୍ପି ହେଲା ପର୍ଯ୍ୟନ୍ତ ତାକୁ ଫ୍ରାଏ କରିବେ। ଏଇଭଳି ଭାବରେ କିଛି ସମୟ ଫ୍ରାଏ ହେଲା ପରେ ଏଠି ଦେଖିପାରୁଥିବେ ପକୋଡ଼ା ଉପରେ ବଢ଼ିଆ କଲର୍ ଆସିଯାଇଛି ଆଉ ଉପରୁ ମଧ୍ୟ ବହୁତ ଭଲ ଭାବରେ କ୍ରିସ୍ପି ହେଇଯାଇଛି। ଏମିତି ହେଇଗଲା ପରେ ଆକୁ ଆମେ ପ୍ଲେଟ୍‌କୁ ବାହାର କରିନେବା। এই ମୁସମୁସିଆ ବ୍ରେଡ୍ ପକୋଡ଼ାକୁ ଆପଣମାନେ ସସ୍ କିମ୍ବା ଚଟଣି ସହିତ ଖାଇପାରିବେ, ନାହିଁ ତ ଚା ସହିତ ଖାଇବେ, ଭାରି ବଢ଼ିଆ ଲାଗିବ। ଭିଡ଼ିଓରେ ମୁଁ ଯାହା ବି ସବୁ ଛୋଟ ଛୋଟ ଟିପ୍ସ ଆପଣମାନଙ୍କ ସହିତ ସେୟାର କରିଛି ଆପଣମାନେ ଫଲୋ କରନ୍ତୁ, ବ୍ରେଡ୍ ପକୋଡ଼ା ତିଆରି କରନ୍ତୁ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେଇ ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ, ଜୟ ଜଗନ୍ନାଥ।